ଆପଣ ସେ ଦେଖିବେ ବ୍ଲକ ରେ ପଡି ହାଟରେ ଗଲାଣି। ଏଠି କହିବାର ଅଛି କଣ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ରେ ହୋଇଥିବା ଅଜୟ ବାବୁଙ୍କର ଆଉ ସରୋଜ ବାବୁଙ୍କର ଦି ଜଣ ଭିତରେ କିଛି ବଚତା। ଏଠି କହିବାର ଅଛି କଣ, ଯେତେବେଳେ 12 ଲକ୍ଷ ଟଙ୍କା ନେଇଛନ୍ତି ବୋଲି କହୁଛନ୍ତି ଅଜୟ କୁମାର ରାଉତ, ଯିଏ ପାଟକୁରା ନିର୍ବାଚନ ମଣ୍ଡଳୀର ସମାଜସେବୀ କହିଲେ ଚଳେ। ଏମିତି କାହା ଘରୁ ସେ ମନା ନାହିଁ। ଏ ନେଇକରି ଯେ ସରୋଜ ବାବୁ ଯିଏ ଅଛନ୍ତି, ସେ ଜଣେ ଡେରାବିଶ ବ୍ଲକର ପୂର୍ବତନ ଚେୟାରମ୍ୟାନ ଥିଲେ। କାହିଁକି ତାଙ୍କ ଭିତରେ ବଚସା ହେଲା ଏ ନେଇକରି ଆମେ କହୁନୁ। ସେଠି କହୁଛନ୍ତି ଯେ ଅଜୟ କୁମାର ରାଉତ ଯେ ମୋଠୁ 12 ଲକ୍ଷ ଟଙ୍କା ନେଲା, ମୁଁ ଖାଲି କହୁ କହୁ ମତେ ମାରିବାକୁ ଗଲା। ସେ ନେଇକରି ଆପଣ ଦେଖି ସାର କୋଉ ଭଳି ସରୋଜ ବାବୁର ଆଉ ଅଜୟ ବାବୁଙ୍କର ଯୋଉଭଳି ହେଇଛି ଦି ଜଣ ଭିତରେ ତଣ୍ଟିଆ ମରାମରି, ସେ ମଝିରେ ପଶିଗଲେ ଫରେଷ୍ଟ ବାବୁ ଯେ ବରିଷ୍ଠ ସାମ୍ବାଦିକ, ଯେ ଦି ଜଣକୁ ରୋକିବା ପାଇଁ। କିନ୍ତୁ ସେ ରୋକି ତ ରୋକିଲେ, କିନ୍ତୁ ତଣ୍ଟିଆ ଖାଇଲେ ଦି ତରଫରୁ। ଏପରି ତ ଆମେ କହୁନୁ, ଯାହା ଭିଜୁଆଲ କହୁଛି, ଜଣେ ସାହାଯ୍ୟ କରିବାକୁ ଯାଇ ଦି ଜଣ ଭିତରେ ମତାମତ ରଖିବା ପାଇଁ କାହିଁକି ଏମିତି ହଉଛ। କିନ୍ତୁ ସେଠି ସରୋଜ ବାବୁ ଜାଣିପାରିଲେନି ଯେ ଇଏ ବରିଷ୍ଠ ସାମ୍ବାଦିକ ଘେରୁଛି, ମୁଁ କାହିଁ ମାରିବାକୁ ଯିବି। ଅଜୟ କୁମାର ରାଉତ ଜଣେ ମାନେ ସମାଜସେବୀ ହେଇକିରି ବି ଜଣେ ପୁଣି ରିଟାୟାର ଯୋଉ ଅବସରପ୍ରାପ୍ତ ଲେକ୍ଚର ହେଇକିରି ସିଏ ଜାଣିପାରିଲେନି ଯେ ମୁଁ କାହିଁକି ଜଣେ ବରିଷ୍ଠ ସାମ୍ବାଦିକ ହାତ ଦେବି। ଆମେ କହୁନୁ, ଯାହା ଭିଜୁଆଲ କହୁଛି, ଦି ତରଫରୁ ମଝିରେ ପଶି ଆମର ବରିଷ୍ଠ ସାମ୍ବାଦିକ ଜଣେ ପରେଶ ବାବୁ କାହିଁକି ଦି ତରଫରୁ ବାଡ ଖାଇଲେ, ଏ ନେଇ ବଡ ପ୍ରଶ୍ନ। ଏ ଦି ଜଣ ଯୋଉଭଳି ଜିନିଷ କରୁଛନ୍ତି, ଟଙ୍କା ବାଟରେ ଦେଲା ବେଳେ କେହି ଜାଣିନଥିଲେ, ନେଲା ବେଳେ କିଏ ଜାଣୁଛି। ଏ ନେଇକରି ଦାଣ୍ଡରେ ପଡି ହାଟରେ ପଡୁଛି, ବ୍ଲକରେ ରହିଲା କଥା ମିଟିଂରେ ଏମିତି କଲେ ବରିଷ୍ଠ ଆଇନଜୀବୀ, ଏମିତି କହିବାକୁ ଗଲେ ଆମେ ଶୁଣିବାକୁ ମିଳୁଛି ବିଧାୟକ ସେଠି ଥିଲେ। କିନ୍ତୁ ତାଙ୍କରି ମଝିରେ ହେଲା ଅଜୟ ବାବୁଙ୍କର ସରୋଜ ବାବୁଙ୍କର ମାଡଗୋଳ। କିନ୍ତୁ ମଝିରେ ପଶିଲେ ଆମର ବରିଷ୍ଠ ସାମ୍ବାଦିକ ସମାଧାନ କରିବା ପାଇଁ, କିନ୍ତୁ ତାଙ୍କୁ ବି ପଛେଇଲେନି, ତଣ୍ଟିଆ ମାରି ଚାଲିଲେ। ଆମେ କହୁନୁ, ଯାହା ଭିଜୁଆଲ କହୁଛି, ଆଇନ ଉପରେ ଦି ଜଣ ଯାଇଛନ୍ତି। ଏପଟରେ ଅଜୟ କୁମାର ରାଉତ ଯାଇଛନ୍ତି, ସେପଟେ ସରୋଜ ସାହୁ ଯାଇଛନ୍ତି। ଦେଖିବାକୁ ବାକିଲା ଆଇନ କଣ ସତ୍ୟ ପ୍ରକାଶ କରୁଛି। କାହିଁକି ଅଜୟ ବାବୁ ଦେଇଥିଲେ 12 ଲକ୍ଷ ଟଙ୍କା ସରୋଜ ବାବୁ, ସରୋଜ ବାବୁ କାହିଁକି ନେଇଥିଲେ ଟଙ୍କା, ସେ ନେଇକରି ଆମେ ଯୋଗାଯୋଗ ଫୋନ କଲେ, ଦି ଜଣ ମନା କରିଥିଲେ, ଆମେ କିଛି ପ୍ରତିକ୍ରିୟା ରଖିପାରିବୁ ନାହିଁ। ଏ ରହସ୍ୟ ଆମେ କହିପାରିବୁନୁ। ପ୍ରଶାସନ ଏଥିପ୍ରତି ଯୋଉ ଦି ତରଫରୁ ଯୋଉ ଏଫଆଇଆର ଦେଇଛନ୍ତି, ତାକୁ ନେଇକରି ସତ୍ୟତା ପ୍ରକାଶ କରିବା ଦରକାର। ଏ କଣ ପାଇଁ 12 ଲକ୍ଷ ନେଇଥିଲେ ସରୋଜ ବାବୁ, କାହିଁକି ଦେଇଥିଲେ ଅଜୟ ରାଉତ, ଦେଖିବା ବାକିଲା।